ଘଣ୍ଟା ଧରି ଭଦ୍ରକ ଜିଲ୍ଲାରେ ଅବିଶ୍ରାନ୍ତ ବର୍ଷା ଜାରି ରହିଛି ଏବଂ ଆଜି ସକାଳ 8ଟା ସୁଦ୍ଧା 104.63 ମିଲିମିଟର ଆଭରେଜ ବର୍ଷା ରେକର୍ଡ କରାଯାଇଛି, ଯେଉଁଥିପାଇଁ କି ଆଜି ଆମେ ଭଦ୍ରକ ଜିଲ୍ଲାରେ ସମସ୍ତ ସ୍କୁଲ ଗୁଡ଼ିକୁ ଏବଂ ଅଙ୍ଗନବାଡ଼ିକୁ ଛୁଟି ରଖିଛୁ। ଆଜି ମଧ୍ୟ ଦେଖାଯାଉଛି ଯେ ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ପଶିଯାଇଛି ଏବଂ ବୈତରଣୀ ଏବଂ ଶାଳନ୍ଦୀରେ ମଧ୍ୟ ପାଣି ବଢ଼ୁଛି ଏବଂ ଯେଉଁଥିପାଇଁ କି ଆଜି ଦିନ 12ଟା ବେଳେ ଆମେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହିତ ବ୍ଲକ ଏବଂ ତହସିଲ ଅଧିକାରୀମାନଙ୍କ ସହିତ ଆଜି 12ଟା ବେଳେ ଆମେ ଗୋଟେ ପ୍ରିପାରେଟରୀ ମିଟିଂ ମଧ୍ୟ ରଖିଛୁ ଯେ କିଭଳି ଭାବରେ ଯେଉଁ ବନ୍ୟା ପରିସ୍ଥିତି ଏକ୍ସପେକ୍ଟେଡ୍ ଅଛି ସେ ବନ୍ୟା ପରିସ୍ଥିତିକୁ ଆମେ କିଭଳି ଭାବରେ ମୁକାବିଲା କରିବୁ। ଏବଂ ଆପଣମାନେ ଜାଣନ୍ତି ଯେ ଆମେ ଗତ ବର୍ଷ ମଧ୍ୟ ଏଇଭଳି ଭାବରେ ବନ୍ୟା ପରିସ୍ଥିତି ମାନେ ଲଗାତାର 4-5 ଥର ସୃଷ୍ଟି ହେଇଥିଲା। ତେଣୁ ମୁଁ ସମସ୍ତ ଜିଲ୍ଲାବାସୀଙ୍କୁ ମୋର ନିବେଦନ ରହିବ ଯେ ସେମାନେ ଭୟଭୀତ ହେବେନି। ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛି ଏବଂ ଭୟଭୀତ ହେବାର କିଛି ନାହିଁ। କେବଳ ଆପଣମାନେ ଦରକାର ନହେଲେ ଅଯଥା ବାହାରିବେ ନାହିଁ ଏବଂ ଯାହା ଆମର IMDର ପ୍ରେଡିକ୍ସନ୍ସ ରହିଛି, IMDର ନିର୍ଦ୍ଦେଶନାମା ରହିଛି ତାକୁ ମାନି ଚଳିବେ ଏବଂ ଆମେ ସମସ୍ତ ପ୍ରସ୍ତୁତି ଜାରି ରଖିଛୁ, ସମସ୍ତ ପ୍ରଚେଷ୍ଟା ମଧ୍ୟ ଜାରି ରଖିଛୁ, ଯାହାଫଳରେ କି ଆପଣମାନଙ୍କର ବିଶେଷ କିଛି ଅସୁବିଧା ହେବ ନାହିଁ ଏବଂ ଆମେ ଏଇ ଯେଉଁ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ସୁଚାରୁ ରୂପେ ଆପଣମାନଙ୍କର ସହଯୋଗ ଏବଂ ସହଭାଗିତାର ଆଧାରରେ ଆମେ ତାକୁ ନିଶ୍ଚିତ ଭାବରେ ସଫଳତାର ସହିତ ମୁକାବିଲା କରିବୁ।